ରାଜ୍ୟରେ ବିଭିନ୍ନ ପେଟ୍ରୋଲ ପମ୍ପ ମାନଙ୍କରେ ପେଟ୍ରୋଲ ମହଜୁଦ ଅଛି, ଡିଜେଲ ମହଜୁଦ ଅଛି, କୌଣସି ପ୍ରକାର ସର୍ଟେଜ କେଉଁଠି ନାହିଁ। ତେଣୁ ବିଭିନ୍ନ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ନ୍ୟୁଜ୍ ବାହାରୁଛି, କାରଣ ମିଡିଲ ଇଷ୍ଟରେ ଯେଉଁ ପ୍ରକାର ଯୁଦ୍ଧ ଚାଲିଛି ତାକୁ ନେଇକି ବିଭ୍ରାନ୍ତିକର ତଥ୍ୟ ମଧ୍ୟ ପରିବେଷଣ କରୁଛି। ତାକୁ ନ୍ୟୁଜ୍ ଦେଖିଲି କେଉଁଠି ସର୍ଟେଜ ନାହିଁ, ସଫିସିଏଣ୍ଟ ତେଲ ଆମର ଅଛି, ମହଜୁଦ ଅଛି। ତେଣୁ ଲୋକମାନଙ୍କୁ ମାନେ ଭାଇଭଉଣୀମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରିବି, ଗାଡ଼ି ଆଣନ୍ତୁ, ଗାଡ଼ିରେ ତେଲ ଭର୍ତ୍ତି କରି ନିଅନ୍ତୁ, କୌଣସି ପ୍ରକାର ପାନିକ ହୁଅନ୍ତୁ ନାହିଁ, କିମ୍ବା ବଡ଼ ବଡ଼ ବ୍ୟାରେଲରେ ଘରେ ନେଇକି ମହଜୁଦ କରନ୍ତୁ ନାହିଁ। ମହଜୁଦ କରିବାଟା ଠିକ୍ ନୁହଁ, କାରଣ ତେଲ ସର୍ଟେଜ ହେବ ନାହିଁ। ଏ ଯୁଦ୍ଧରେ ଆମର ସେମିତି କିଛି ପ୍ରଭାବ ପଡ଼ିବାର ନାହିଁ। ଆଉ ଇତିମଧ୍ୟରେ ରଷିଆ ଠାରୁ ମଧ୍ୟ ଆମର ତେଲ ଆସିବା ଆରମ୍ଭ ହୋଇଯାଇଛି। ତେଲ ବାବଦରେ ଯେଉଁ ବିଭ୍ରାନ୍ତିକର ତଥ୍ୟ ସମାଜରେ ଅଛି, ପ୍ରକାଶ ହେଉଛି, ଗଣମାଧ୍ୟମରେ ବି ହେଉଛି, ତାକୁ ଏଇଠି କହିବାକୁ ଚାହେଁ ଯେ ଆମର ରାଜ୍ୟବାସୀମାନେ ଭାଇ ଭଉଣୀମାନେ କେବଳ ସରକାରୀ ତଥ୍ୟକୁ ଆଉ ବିଶ୍ୱାସକୁ ନିଅନ୍ତୁ, ଇଏ ବେସରକାରୀ ତଥ୍ୟ ଉପରେ ବିଶ୍ୱାସ କରନ୍ତୁ ନାହିଁ। ସଫିସିଏଣ୍ଟ ତେଲର ବ୍ୟବସ୍ଥା ଅଛି, କେଉଁଠି ବି ଅସୁବିଧା ନାହିଁ। ଯେଉଁଠି କିଛି ନ୍ୟୁଜ୍ ଦେଖୁଥିଲି ମୁଁ ସକାଳୁ, କିଛି ଯେଉଁ ନ୍ୟୁଜ୍ ଦେଖୁଛ ଆପଣମାନେ ଲାଇନ୍ ଲାଗିଛି, ସେସବୁ ଏ ପ୍ରକାର ନ୍ୟୁଜ୍ ବାହାରକୁ ଯିବା ପରେ ଲୋକଙ୍କ ଭିତରେ ଗୋଟେ ଛାନିଆ ବସାଇଛି ଯେ ଆଗାମୀ ମାସ 2 ମାସ ପରେ ମଧ୍ୟ ଆଉ ତେଲ ମିଳିବ ନାହିଁ। ସେମିତି କିଛି ହେବା ତେଲ ସଫିସିଏଣ୍ଟ ମିଳିବ, କେବେ ବି ଅସୁବିଧା ହେବ ନାହିଁ। ଆମେ ସେଥିପାଇଁ ଆବଶ୍ୟକ ପଡ଼ିଲେ କଳାବାଗ ବଜାରମାନଙ୍କ ଉପରେ ମଧ୍ୟ ଆମେ ପୁରା ନଜର ରଖିଛୁ, ଆକ୍ସନ୍ ବି ଦରକାର କରି ନିଆଯିବ। ଆଉ ଆମେ ସରକାର ପୁରା ତେଲ, ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ, ଖାଇବା ଦ୍ରବ୍ୟ ଏସବୁ ଉପରେ ପୁରା ନଜର ରଖିଛନ୍ତି, କିଛି କେଉଁଠି ଅଭାବ ନାହିଁ। ତେଣୁ ସମସ୍ତଙ୍କୁ ଏଥିପାଇଁ ନିବେଦନ କରିବାକୁ ଚାହେଁ, ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କୁ ନିବେଦନ କରିବାକୁ ଚାହେଁ, ଏଇ ମ୍ୟାଟରରେ ଏନି କଥା କୌଣସି ଆବଶ୍ୟକତା ନାହିଁ। ବାରେଲ ଧରିକି ଯାଇକିରି ଭର୍ତ୍ତି କରି ଘରେ ରହୁଛନ୍ତି, ସେ ନିଅନ୍ତୁ ନାହିଁ, ଗାଡ଼ି ନିଅନ୍ତୁ, ଗାଡ଼ିରେ ଯେତିକି ଆବଶ୍ୟକ ଭର୍ତ୍ତି କରି ସେମିତି ଆମେ ତା ଉପରେ ମଧ୍ୟ କ'ଣ ଆମେ ଆବଶ୍ୟକ ଲଗେଇ ସେଟା ବି ଆମେ କରିପାରିବୁ ସରକାର, କିନ୍ତୁ ଅବିକା ସେମିତି କିଛି ଅର୍ଡ଼ର ହେଇନାହିଁ। ଆମ ପାଖରେ ଯେହେତୁ ସଫିସିଏଣ୍ଟ ତେଲ ଅଛି, ମୁଁ ନାଗରିକମାନଙ୍କୁ ବୁଝେଇବାକୁ ଚାହୁଁଛି ଯେ ଜମା ପ୍ୟାନିକ୍ ରହୁଥିଲେ, ଯେତିକି ତେଲ ଦରକାର ସେତିକି ସବୁଦିନ ଭଳିଆ ନିଅନ୍ତୁ, ଜମା ପ୍ୟାନିକ୍ ଘରେ ନେଇକିରି ମହଜୁଦ କରନ୍ତୁ ନାହିଁ, କାହିଁକିନା ତେଲ ସଫିସିଏଣ୍ଟ ଅଛି। କମିବ ବଢ଼ିବ ଏ ତ ତାଙ୍କ କମ୍ପାନୀ ଉପରେ ନିର୍ଭର କରେ, ସେ କମ୍ପାନୀର ସଦାବେଳେ ମାନେ ହିସାବ ହୁଏ, କେଉଁଦିନ ବଢ଼ିବ ସେ ତା ଉପରେ ମୁଁ ଏ ରେଟ୍ ଉପରେ କହିପାରିବି ନାହିଁ, କିନ୍ତୁ ମହଜୁଦ ଉପରେ ମୁଁ କହିବି। ସ୍ଥିତି ଉପରେ ମୁଁ ଆଜି ପରୀକ୍ଷା ଅଫିସରମାନଙ୍କୁ ଡାକିଥିଲି, ଅଫିସରମାନେ ମୋତେ ଯେଉଁ ଡାଟା ଦେଲେ ସଫିସିଏଣ୍ଟ ତେଲ ଓଡ଼ିଶାରେ ଅଛି। ସାର୍ ଆଉ ଗୋଟେ ପ୍ରସଙ୍ଗ